ଆଜି କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମା ବ୍ଲକ ଅନ୍ତର୍ଗତ ଶଶାହାଣ୍ଡି ପଞ୍ଚାୟତର ଶଶାହାଣ୍ଡି ଗ୍ରାମରେ ନୂତନ ଭାବରେ ବିଗତ ଦିନ 22/1/2024 ଦିନରେ ଧୁମଧାମରେ ପ୍ରତିଷ୍ଠା ହୋଇଥିବା ହନୁମାନ ମନ୍ଦିର ବେଳେ ବିଭିନ୍ନ ରତ୍ନ ସହ ଭାବପୂର୍ଣ୍ଣ ଭାବରେ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜିଲ୍ଲାର ନିସାର ଅହମ୍ମଦ ନାମକ ବ୍ୟକ୍ତିଙ୍କୁ ଶଶାହାଣ୍ଡିର ହନୁମାନ ମନ୍ଦିର ଉତ୍ସବରେ 25,000 ଟଙ୍କା ଦାନ କରିବା ଜାଣି ଆଜି ଶ୍ରୀ ହନୁମାନ ମନ୍ଦିର କମିଟି ସଭାପତି ଓ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଉକ୍ତ ବ୍ୟକ୍ତିଙ୍କୁ ଆଜି ମନ୍ଦିର କମିଟି ତଥା ଗ୍ରାମବାସୀ ଫୁଲ ଓ ଶାଲ ଦେଇ ସମ୍ମାନିତ କରାଯାଇଥିଲା। ମନ୍ଦିର କମିଟିର ସଭାପତି ଶ୍ରୀ ଜେ ଶ୍ରୀନିବାସ ରାଓ, ମନ୍ଦିର ପୂଜକ ଦିଲ୍ଲୀପ ରଥ ଓ ରାମଚନ୍ଦ୍ର ନାୟକ, ବଳରାମ ନାୟକ, ରବୀନ୍ଦ୍ର ପ୍ରଧାନ, ସମୟ ପ୍ରଧାନ, ରାଜେଶ ପ୍ରଧାନ, କାଳିଆ ପ୍ରଧାନ, ବାପି ନାୟକ, ଗଜେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ବୋରିଗୁମା ବ୍ଲକରୁ ନାଲା ସୁବାସଙ୍କ ରିପୋର୍ଟ, ଯୁବଶକ୍ତି ନ୍ୟୁଜ୍ ଓଡ଼ିଶା।